ओं वायुर्जमग्नि वरुण शशांक प्रजापतिस्त्वं प्रपितामहश्च नमो नमस्तेस्तु सहस्रकृतः पुनश्च भूयोऽपि नमो नमस्ते। ओं नमो भगवते वासुदेवाय ओं परमात्मने नमः। आपण वायु जम अग्नि वरुण चंद्रमा प्रजामानंक पति ब्रह्मा ओ ब्रह्मांकर पिता मध्य अटंती। आपणଙ୍କୁ सहस्र बार नमस्कार। ओं पुनर्बार नमस्कार, बारंबार नमस्कार, आउरी पुणी थरे नमस्कार। आपण ही वायु जम अग्नि वरुण चंद्रमा ओ प्रजापति ब्रह्मा यही कथार भाव कौन? ଏହା ଦ୍ୱାରା ଅର୍ଜୁନ ଜଣାଉଛନ୍ତି ମୁଁ ଯେଉଁମାନଙ୍କର ନାମ ଉଚ୍ଚାରଣ କଲି ସେମାନଙ୍କ ସହିତ ଯେତେ ବି ନମସ୍କାର ଯୋଗ୍ୟ ଦେବତା ଅଛନ୍ତି ସେ ସମସ୍ତେ ଆପଣଙ୍କର ହିଁ ସ୍ୱରୂପ। ତେଣୁ ଆପଣ ହିଁ ସକଳ ପ୍ରକାରେ ସମସ୍ତଙ୍କର ନମସ୍କାର ଯୋଗ୍ୟ। ଆପଣ ପିତାମହ ଅର୍ଥାତ୍ ବ୍ରହ୍ମାଙ୍କର ମଧ୍ୟ ପିତା। ଏପରି କହିବାର ଅଭିପ୍ରାୟ କଣ? ଏହା ଦ୍ୱାରା ଅର୍ଜୁନ ଜଣାଉଛନ୍ତି ସମସ୍ତ ଜଗତକୁ ଉତ୍ପନ୍ନ କରୁଥିବା କଶ୍ୟପ ଦକ୍ଷ ପ୍ରଜାପତି ତଥା ସପ୍ତର୍ଷି ଆଦିଙ୍କର ପିତା ହୋଇଥିବାରୁ ବ୍ରହ୍ମା ସମସ୍ତଙ୍କର ପିତାମହ ଏବଂ ସେଇ ବ୍ରହ୍ମାଙ୍କୁ ବି ଆପଣ ଉତ୍ପନ୍ନ କରିଥିବାରୁ ଆପଣ ସମସ୍ତଙ୍କର ପ୍ରପିତାମହ। ତେଣୁ ମଧ୍ୟ ଆପଣଙ୍କୁ ନମସ୍କାର କରିବା ସର୍ବଥା ଉଚିତ। ସହସ୍ରକୃତ ପଦ ସହିତ ବାରମ୍ବାର ନମ ପଦ ପ୍ରୟୋଗ ଭାବ କଣ? ସହସ୍ରକୃତ ପଦ ସହିତ ବାରମ୍ବାର ନମ ପଦ ପ୍ରୟୋଗ କରି ଅର୍ଜୁନ ଦେଖାଇଛନ୍ତି ଯେ ଆପଣଙ୍କ ପ୍ରତି ସମ୍ମାନ ଓ ନିଜର ଭୟ ଯୋଗୁଁ ସେ ସହସ୍ର ବାର ନମସ୍କାର କରୁଥିଲେ ମଧ୍ୟ ତୃପ୍ତ ହେଉନାହାନ୍ତି। ପ୍ରଭୁଙ୍କୁ ସେ ବାରମ୍ବାର ନମସ୍କାର କରିବାକୁ ଚାହୁଁଛନ୍ତି। ଓଂ ନମୋ ଭଗବତେ ବାସୁଦେବାୟ ଓଂ ପରମାତ୍ମନେ ନମଃ। ଓଂ ନମଃ ପୁରସ୍ତାଦଥ ପୃଷ୍ଠତସ୍ତେ ନମସ୍ତୋତେ ସର୍ବତ ଏବ ସର୍ବଂ ଅନନ୍ତ ବିରିଜାମିତ ବିକ୍ରମସ୍ତ୍ୱଂ ସର୍ବଂ ସମାପ୍ନୋଷି ତତୋଷି ସର୍ବଂ। ହେ ଅନନ୍ତ ସାମର୍ଥ୍ୟବାନ, ଆପଣଙ୍କୁ ସମ୍ମୁଖରୁ ବା ପଶ୍ଚାତ ଦେଶରୁ ମଧ୍ୟ ମୋର ନମସ୍କାର। ହେ ସର୍ବାତ୍ମନ, ଆପଣଙ୍କୁ ସବୁ ଦିଗରୁ ନମସ୍କାର, କାରଣ ଆପଣ ଅନନ୍ତ ପରାକ୍ରମଶାଳୀ ଓ ସକଳ ସଂସାରକୁ ବ୍ୟାପି ରହିଛନ୍ତି। ତେଣୁ ଆପଣ ହିଁ ସର୍ବରୂପ ଅଟନ୍ତି। ସର୍ବ ସମ୍ବୋଧନ କରି ଆଗରେ ପଛରେ ଓ ସବୁ ଦିଗରେ ନମସ୍କାର କରିବାର ତାତ୍ପର୍ଯ୍ୟ କଣ? ସର୍ବନାମରେ ସମ୍ବୋଧିତ କରି ଅର୍ଜୁନ ଦେଖାଇଛନ୍ତି ଆପଣ ସମସ୍ତଙ୍କର ଆତ୍ମା, ସର୍ବବ୍ୟାପୀ ଓ ସର୍ବରୂପ ଅଟନ୍ତି। ଏଣୁ ମୁଁ ଆପଣଙ୍କୁ ଆଗରୁ ପଛରୁ ଉପରୁ ତଳୁ ଡାହାଣରୁ ବାମରୁ ସବୁଆଡୁ ନମସ୍କାର କରୁଛି, କାରଣ ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ଆପଣ ନାହାନ୍ତି। ଅତଏବ ସବୁଠାରେ ବିରାଜମାନ ଥିବା ଆପଣଙ୍କୁ ମୁଁ ସବୁଆଡୁ ପ୍ରଣାମ କରୁଛି। ମତି ଅମିତ ବିକ୍ରମର ଭାବ କଣ? ଏହି ବିଶେଷଣ ପ୍ରୟୋଗ କରି ଅର୍ଜୁନ କହୁଛନ୍ତି ଆପଣଙ୍କର ବିକ୍ରମ ସାଧାରଣ ମନୁଷ୍ୟଙ୍କ ବିକ୍ରମ ପରି ପରିମିତ ନୁହେଁ। ଆପଣ ଅପରିମିତ ପରାକ୍ରମଶାଳୀ, ଅର୍ଥାତ୍ ଆପଣ ଯେପରି ଶସ୍ତ୍ରାଦି
ପ୍ରୟୋଗର ଲୀଳା କରିପାରନ୍ତି, ଅନ୍ୟ କେହି ସେପରି ପ୍ରୟୋଗର ଅନୁମାନ ବି କରିପାରିବେ ନାହିଁ। ଆପଣ ସାରା ସଂସାରକୁ ବ୍ୟାପି ରହିଛନ୍ତି, ତେଣୁ ଆପଣ ସର୍ବରୂପ। ଏଇ କଥାର ଅଭିପ୍ରାୟ କଣ? ଅର୍ଜୁନ ଆଗରୁ ସର୍ବନାମରେ ଭଗବାନଙ୍କୁ ସମ୍ବୋଧିତ କରି ସାରିଛନ୍ତି। ବର୍ତ୍ତମାନ ଏହି କଥନ ଦ୍ୱାରା ସେ ଭଗବାନଙ୍କର ସର୍ବରୂପତା ସିଦ୍ଧ କରୁଛନ୍ତି। ଅଭିପ୍ରାୟ ଏହି ଯେ ଆପଣ ଏହି ସମଗ୍ର ଜଗତକୁ ବ୍ୟାପି ରହିଛନ୍ତି। ବିଶ୍ୱରେ କ୍ଷୁଦ୍ରରୁ କ୍ଷୁଦ୍ରତମ ଅଣୁ ମାତ୍ର ଏପରି କୌଣସି ସ୍ଥାନ ବା ବସ୍ତୁ ନାହିଁ ଯେଉଁଠି ଓ ଯେଉଁଥିରେ ଆପଣ ନାହାନ୍ତି। ଅତଏବ ସବୁ କିଛି ଆପଣ ହିଁ ଅଟନ୍ତି। ପ୍ରକୃତରେ ଜଗତର କୌଣସି ବସ୍ତୁ ଆପଣଙ୍କ ଠାରୁ ପୃଥକ ନୁହେଁ, ଏହା ମୋର ନିଶ୍ଚିତ ଅଭିପ୍ରାୟ। ଏହିପରି ଭାବରେ ଭଗବାନଙ୍କୁ ସ୍ତୁତି ଓ ପ୍ରଣାମ କରି ବର୍ତ୍ତମାନ ଭଗବାନଙ୍କର ଗୁଣ ରହସ୍ୟ ଓ ମାହାତ୍ମ୍ୟ ଯଥାର୍ଥ ରୂପେ ଜାଣି ନ ପାରିଥିବାରୁ ବାଣୀ ଓ କ୍ରିୟା ଦ୍ୱାରା କରିଥିବା ଅପରାଧ କ୍ଷମା କରନ୍ତୁ ବୋଲି ଅର୍ଜୁନ ପରବର୍ତ୍ତୀ 2ଟି ଶ୍ଲୋକରେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଓଂ ନମଃ